ସୁବର୍ଣ୍ଣରେଖାର ପଞ୍ଚମ ଥର ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଆମେ ଅଛୁ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଆରୁଆବତୀ ଗ୍ରାମରେ ଗୋଟେ ଚାଷ ଜମିରେ, ଯୋଉଟାରେ କି କିଛି ଚାଷୀ ଭେଣ୍ଡି ଚାଷ କରିଥିଲେ ଏବଂ ତୈଳ ବୀଜ କରିଥିଲେ, ଧାନ ଚାଷ ମଧ୍ୟ କରିଥିଲେ। କିନ୍ତୁ ଆମେ ଅଛୁ ଗୋଟିଏ ଭେଣ୍ଡି ବାଡିରେ, ଯୋଉଥିରେ ଦେଖିପାରୁଥିବେ 5 ଥର ବନ୍ୟାରେ ବର୍ତ୍ତମାନ କିଭଳି ଭାବରେ ଗଛ ଗୁଡିକ ହେଇଛି ଏବଂ ଚାଷୀ ବର୍ତ୍ତମାନ ଚିନ୍ତାରେ, କାରଣ ଆଉ ଚାଷ ହବା ସମ୍ଭବ ନୁହେଁ। କାରଣ ପାଞ୍ଚ ଥର ବନ୍ୟା, ଯେହେତୁ ଏ ଗାଁଟି ଅଛି ପୁରା ନଦୀ କୂଳରେ, ସେଥିପାଇଁ ଲୋକମାନେ ନାଇଁ ନଥିବାରେ ଅସୁବିଧାର ସମ୍ମୁଖୀନ ଅଛନ୍ତି। ଆମ ସହିତ ଜଣେ ମଧ୍ୟ ମଉସା ଅଛନ୍ତି, ଆମେ ସିଧାସଳଖ କଥା ହେବା। ମଉସା, କେତେ ଏକର ଜମି ଚାଷ କରୁଥିଲେ ଆପଣ? ହଁ, 2-3 ଏକର ଜମି ଚାଷ ହେଲା। କଣ କଣ ହେଲା ବର୍ତ୍ତମାନ? ଏଇ ରୋଗ ହେଇଛି, ବନ୍ୟାରୁ ନଷ୍ଟ ହେଇଛି। ତଳା ଫଳା ସବୁ ଚାଲିଗଲା। ବାପ ଯୋଉ ତଳା ପଡିଥିଲା, ବାଡି ବି ଦେଖିଥାନ୍ତ, ବାଡିର ବି ଫଟୋ ଉଠେଇଛି। ବର୍ତ୍ତମାନ କଣ କରିବେ? ସରକାର କଣ କହିବେ? ହଁ? ସରକାରକୁ କଣ କହିବେ? ଆଉ କିଛି ସାହାଯ୍ୟ କିଛି ଇଏ କରିବେ, ଚଳିବା କେମିତି? ଏଇ ହଉଛି କଥା। ଆପଣ ଶୁଣୁଥିଲେ ଯୋଉ ମଉସା ଜଣକ କହୁଥିଲେ, ବର୍ତ୍ତମାନ 5 ଥର ବନ୍ୟାରେ ତାଙ୍କର ସମ୍ପୂର୍ଣ୍ଣ ଯୋଉ ଚାଷ କରିଥିଲେ ଭେଣ୍ଡି ଚାଷ, ପୋଟଳ ଚାଷ, ଏ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଯାହା ଫଳରେ କି ସେମାନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆମ ସହିତ ଆଉ ଜଣେ ମଧ୍ୟ ଭାଇ ଅଛନ୍ତି, ସେ ଜଣେ ଚାଷୀ। ଆମେ ମଧ୍ୟ ସିଧାସଳଖ ତାଙ୍କ ପାଖରୁ କଥା ହେବା। ଭାଇ, କଣ କହିବେ ଆପଣ? ଦେଖନ୍ତୁ, ମୋର 1.5 ଏକର 2 ଏକର ଜମି ଚାଷ କରିଥିଲେ। ଭେଣ୍ଡି ବାଡି ତ ଏଇ ଅବସ୍ଥା, 5 ବାର ବନ୍ୟା ହେଇ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଗଲା। ଫେର ପୁଣି ଏପଟେ ବାଇଗଣ ବାଡି ବି ସମ୍ପୂର୍ଣ୍ଣ ନଷ୍ଟ ହେଇଛି। ଧାନ ତଳା ପଡିଥିଲା, ସିଏ ବି ଗହିରା ନଷ୍ଟ ହେଇଛି। ତେଣୁ ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ଅସମର୍ଥ ହେଇଛୁ, ଚାଷ କରିବା ପାଇଁ ଅସମର୍ଥ ହେଇଯାଇଛି। ଆଉ ଏ ସମୟ ନାହିଁ, ଯେ ଯାହାର ସମୟ ଥାଏ। ଫେର ପୁଣି ଏ ପାଗ ହେଲେ କେବେ ଯାଇ ଚାଷ କରିବୁ, ତିଆରି କରିବୁ। କିନ୍ତୁ ବର୍ତ୍ତମାନ ଆମେ ବହୁତ ହୀନ ଅବସ୍ଥାରେ ଗତି କରୁଛୁ। ଆପଣ ଶୁଣୁଥିଲେ ଯୋଉ ଭାଇ ଜଣକ କହୁଥିଲେ ଯେ ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି, କାରଣ 5 ଥର ବନ୍ୟା ଚାଷୀଙ୍କର ପୁରା ମେରୁଦଣ୍ଡ ଭାଙ୍ଗି ଦେଇଛି। ଯାହା ଫଳରେ ଲୋକମାନେ ନାଇଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏମାନେ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ଦାବି କରୁଛନ୍ତି। ଦେଖିପାରୁଥିବେ ଯୋଉ ଭେଣ୍ଡି ଗୁଡିକ ଦେଖନ୍ତୁ, ଗଛ ଅଛି, ଭେଣ୍ଡୁ ମଧ୍ୟ ବୁଢା ହେବାକୁ ଗଲାନି। କାରଣ ଏ ଭେଣ୍ଡୁ ଆଉ ହବ ନାହିଁ, କାରଣ ଏ ଗଛ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଦେଖନ୍ତୁ, ଖାଲି ଗୋଟେ ପତର ଅଛି ଏବଂ ପତରର ମଧ୍ୟ ରୋଗ ଆସିଗଲାଣି, କାରଣ ଏ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଏହାକୁ ଆଉ ପୁନର୍ଜୀବନ ଦେବା ସମ୍ଭବ ନୁହେଁ। ପୁଣି ଯଦି ବନ୍ୟା ନ ହୁଏ, ତାହେଲେ ପୁଣି ପୁନରାୟ ଆଉ ଥରେ ଚାଷ କରିପାରିବେ ଚାଷୀ, କିନ୍ତୁ ତାହା ବର୍ତ୍ତମାନ ସମୟ ନାହିଁ। ଏବଂ ଯେହେତୁ ଏ ଗାଁଟି ପୁରା ନଦୀ କୂଳରେ ଅବସ୍ଥିତ, ଏଥିରେ ଶହ ଶହ ଏକର କେବଳ ପନିପରିବା, ତୈଳ ବୀଜ ଚାଷ କରିଥାନ୍ତି ଲୋକମାନେ, ଯାହା ଫଳରେ କି ଲୋକମାନଙ୍କର ବର୍ଷକନ ଦାନା ଉପାର୍ଜନ ହୋଇଥାଏ ଏବଂ ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର 5 ଥର ବନ୍ୟା ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଆରୁଆବତୀରୁ ଅଜିତ କୁମାର ଦାସ, OTV।